ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ସିପିଇଟି କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ 2024ର ଆମର ଯେଉଁ ପ୍ରିପାରେସନ୍ ସିରିଜ୍ ଚାଲିଛି ତାର ପାର୍ଟ 38 ବା ଭାଗ 38 ସମ୍ପର୍କରେ। ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ ଅନେକ ଗୁଡ଼ିଏ ପ୍ରସଙ୍ଗ ଆଲୋଚନା କରିସାରିଛେ, ଯେପରିକି ଆମର ପ୍ରାକ୍ ସାରଳା ଯୁଗ ହଉ, ସାରଳା ଯୁଗ ହଉ, ପଞ୍ଚସଖା ଯୁଗ ହଉ, ପ୍ରାକ୍ ରୀତି ଯୁଗ ହଉ, ରୀତି ଯୁଗ ହଉ ବା ତା ସହିତ ଆଧୁନିକ ଯୁଗ ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିସାରିଛେ। 1880ରୁ 1910 ମସିହା ପର୍ଯ୍ୟନ୍ତ ତାର ଯେଉଁ ସମୟ ସୀମା ଥିଲା, ଯେପରିକି ଆମେ ରାଧାନାଥ ରାୟଙ୍କ ସମ୍ପର୍କରେ ହେଲା, ଫକୀରମୋହନ ସେନାପତିଙ୍କ ସମ୍ପର୍କରେ, ତା ସହିତ ନନ୍ଦକିଶୋର ବଳ, ଗଙ୍ଗାଧର ମେହେର, ମଧୁସୂଦନ ରାଓ ତାଙ୍କ ସହିତ ଯେଉଁ ସମକାଳୀନ କବିମାନେ ସେ ଉପରେ ମଧ୍ୟ ଆମେ ଆଲୋଚନା କରି ସାରିଛେ। ଯେ ବି ସେ ଭିଡ଼ିଓ ଆପଣ ଦେଖିନାହ, ଡିସ୍କ୍ରିପ୍ସନ୍ ଲିଙ୍କ୍ ଅଛି, ତୁମେ ଯାଇକି ଦେଖିପାରିବ। ତ ସେଇ ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିବାନି, ଯିବା ଆମେ ଆମର ନୂତନ ବିଷୟବସ୍ତୁ ଗୁଡ଼ିକୁ ଉପରକୁ। ଏବଂ ସମସ୍ତଙ୍କୁ ଅନୁରୋଧ କରିବି ଯେ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ନାଅ, ଡିସ୍କ୍ରିପ୍ସନ୍ ଲିଙ୍କ୍ ଅଛି, ତୁମେ ଯାଇକି ଜଏନ୍ ହେଇପାରିବ। ଏବଂ କହିଥିଲି ଯାହାର କିଛି ବି ଡାଉଟ୍ ଥିବ ତ କମେଣ୍ଟ କରି ପଚାରିବ, କିନ୍ତୁ ଏଯାଏ ବି ଗୋଟେ ବି ଡାଉଟ୍ ଆସିନି। ତେଣୁ ଆମେ ସିଧା ଯିବା ଆମର ବିଷୟବସ୍ତୁ ଆଡ଼କୁ। ଆମର ପୂର୍ବ ଭିଡ଼ିଓରେ ଆମର ସରିଯାଇଥିଲା କ'ଣ, ଆମର ଆଧୁନିକ ଯୁଗ, ଯାହାର ସମୟସୀମା କେତେ ଥିଲା, 1880ରୁ 1910 ପର୍ଯ୍ୟନ୍ତ ଥିଲା। ଏବଂ ସେ ଆଧୁନିକ ଯୁଗ ଅଲରେଡ଼ି ଆମର ସରିଯାଇଛି। ତ ବର୍ତ୍ତମାନ ଭିଡ଼ିଓରେ ଆମେ କ'ଣ ଆଲୋଚନା କରିବା, ବର୍ତ୍ତମାନ ଭିଡ଼ିଓରେ ପଢ଼ିବା ଆମେ ସତ୍ୟବାଦୀ ଯୁଗ ସମ୍ପର୍କରେ, ଯାହାର ସମୟସୀମା କେତେ, 1910ରୁ 1920 ମସିହା ପର୍ଯ୍ୟନ୍ତ। ଏବଂ ସେହି ସତ୍ୟବାଦୀ ଯୁଗର କବିମାନଙ୍କ ସହିତ ତାହାର ସମକାଳୀନ କବିମାନଙ୍କ ସମ୍ପର୍କରେ ଆମେ ଆଲୋଚନା କରିବା। ପାଖାପାଖି ମାନେ ଗୋଟେ ନହେଲେ ଦୁଇଟା ପାର୍ଟରେ ତୁମର ଏଇ ସତ୍ୟବାଦୀ ଯୁଗ କଭର ହେଇଯିବ। ତ ଆଲୋଚନା କରିବା, ଦେଖ ଆମେ ସିଧା ଯାହା ବିଷୟବସ୍ତୁ ଆଡ଼କୁ। ଏହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, କେଶବ ଚନ୍ଦ୍ର ସେନ ପ୍ରମୁଖ ମନୀଷୀଗଣ ଏକ ପରିବର୍ତ୍ତନର ଧାରା ଆଣିଥିଲେ। ମାନେ ଯେଉଁ ସମୟରେ ସମୟ ଥିଲା ଆମର 1910 ମସିହା ବା 1910ରୁ 20 ମସିହା ପର୍ଯ୍ୟନ୍ତ, ସେହି ସମୟରେ କ'ଣ ହୋଇଥିଲା, ଯେଉଁ ସମୟକୁ ଆମେ ସତ୍ୟବାଦୀ ଯୁଗ ବୋଲି କହିଥାଉ, ସେହି ସମୟରେ ଆମର ଦୟାନନ୍ଦ ସରସ୍ୱତୀ ହୁଅନ୍ତୁ ବା ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, କେଶବ ଚନ୍ଦ୍ର ସେନ, ସେମାନେ କ'ଣ କରିଥିଲେ ଯେ ପରିବର୍ତ୍ତନର ଗୋଟେ ଧାରା ଆଣିଥିଲେ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ 1875ରେ ଆର୍ଯ୍ୟ ସମାଜ ଗଠନ କରିଥିଲେ। 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଗଠନ କରାଗଲା। ଦେଖ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେ ଆର୍ଯ୍ୟ ସମାଜ କେବେ ଗଠିତ ହୋଇଥିଲା ପିଲାମାନେ, 1875ରେ ସମସ୍ତେ ଜାଣିଛ। ଆର୍ଯ୍ୟ ସମାଜ କିଏ ଗଠନ କରିଥିଲେ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ଏବଂ ସେ କେତେ ମସିହାରେ ଆର୍ଯ୍ୟ ସମାଜ ଗଠନ କରିଥିଲେ, 1875। ଏବଂ ଏଇଟା ତ ସମସ୍ତେ ଜାଣିଥିବ, ଭାରତୀୟ ଜାତୀୟ କଂଗ୍ରେସ କେବେ ଗଠିତ ହୋଇଥିଲା, 1885। 1903 ଫେବୃଆରୀ ମାସରେ ଗଞ୍ଜାମ ଓଡ଼ିଆ ସଭା ନାମରେ ଏକ ଅନୁଷ୍ଠାନ ଗଠନ କରାଗଲା। କେବେ, 1903ରେ ଗଞ୍ଜାମ ଓଡ଼ିଆ ସଭା। ସଭାରେ ମଧୁସୂଦନ ଦାସଙ୍କର ପ୍ରସ୍ତାବ କ୍ରମେ ଗଞ୍ଜାମ ଓଡ଼ିଆ ସଭା ପରିବର୍ତ୍ତେ ଏହାର ନାମ କରାଗଲା ଉତ୍କଳ ସମ୍ମିଳନୀ। ଉତ୍କଳ ସମ୍ମିଳନୀ ସମସ୍ତେ ଜାଣିଛ, 1903ରେ ପ୍ରଥମେ ତାର ନାମ ଥିଲା ଗଞ୍ଜାମ ଓଡ଼ିଆ ସଭା, କିନ୍ତୁ ପରବର୍ତ୍ତୀ ସମୟରେ ମଧୁସୂଦନ ଦାସଙ୍କର ପ୍ରସ୍ତାବ କ୍ରମେ ତାର ନାମ ହୋଇଥିଲା ଉତ୍କଳ ସମ୍ମିଳନୀ। ବୁଝିହେଲା। ତ ଥିଓରି କ୍ଲାସ୍ ତୁମକୁ ମୁଁ ବୁଝେଇବାର କାରଣ ଏଇଟା, ତୁମେ ମାନେ ଜାଣିଥିବ, ମାନେ ବିଷୟବସ୍ତୁ ଆମେ ଯେଉଁ ବିଷୟବସ୍ତୁ ଉପରେ ଆଲୋଚନା କରୁଛେ ବା ଯେକୌଣସି ଯୁଗ ଉପରେ ଆମେ ଆଲୋଚନା କରୁଛେ, ସେହି ଯୁଗ ସମ୍ପର୍କରେ ପ୍ରଥମେ ଟିକେ ଜାଣିଥିବ ନା। ତ ସେଇଥିପାଇଁ ତୁମକୁ ମୁଁ ଏଇଟା ପଢ଼େଇ ଦେଉଛି। ମଧୁସୂଦନ ଦାସ 1903 ଡିସେମ୍ବର ମାସରେ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସାଇଥିଲେ। ଏହି ଅଧିବେଶନରେ ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଦେବ ସଭାପତିତ୍ୱ କରୁଥିଲେ। ଜାଣିଥାଅ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ହେଇଥିଲା, 1903 ମସିହା ଡିସେମ୍ବର ମାସରେ କଟକରେ ହେଇଥିଲା। ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଏହାର ସଭାପତିତ୍ୱ କରିଥିଲେ। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ 19 ଜଣ ଛାତ୍ରଙ୍କୁ ନେଇକି ସତ୍ୟବାଦୀଠାରେ, ଦେଖ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ 19 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସତ୍ୟବାଦୀଠାରେ ଏକ ମଧ୍ୟ ଇଂରାଜୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। 1909 ଅଗଷ୍ଟ 12 ଓ ଏଥିରେ ପରବର୍ତ୍ତୀ ସମୟରେ ସହଯୋଗ କରିଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀ ମହାପାତ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର। ଏବଂ ଏହି ପଞ୍ଚସଖା ଥିଲେ ଉଚ୍ଚ ଶିକ୍ଷିତ। ତ ଯେଉଁଭଳି ଭାବରେ ଆମେ ପଞ୍ଚସଖାକୁ ପଢ଼ିଥାଉ, ଯେପରିକି ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଶିଶୁଆନନ୍ଦ ଦାସ, ସେହିଭଳି ଭାବରେ ଏଇ ଯେଉଁ ସତ୍ୟବାଦୀ ଯୁଗର ମଧ୍ୟ ପଞ୍ଚସଖା ଥିଲେ କି ନୀଳକଣ୍ଠ, ଗୋଦାବରୀ, କୃପାସିନ୍ଧୁ, ଆଚାର୍ଯ୍ୟ ହରିହର ଆଉ ଗୋପବନ୍ଧୁ ଦାସ, ସେମାନେ ଥିଲେ ଉଚ୍ଚ ଶିକ୍ଷିତ। ତ ପିଲାମାନେ ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ଯେ ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା ହେଇଥିଲା। ତ ତୁମେ ଦେଖ 1909 ମସିହା ଅଗଷ୍ଟ 12। ତ ଗଲାଥର ବି ଏଇ କ୍ୱେଶ୍ଚନ୍ ଆସିଥିଲା। ତ ଏଥର ବି ଗଲାଥର ଆସିଛି, ମାନେ ଏଥର ଆସିବ କି ନାହିଁ ଜାଣିନି, କିନ୍ତୁ ମନେ ରଖିଥାଉ, ଡେଟ୍ ବି ମନେ ରଖିବ ପିଲାମାନେ, ମସିହା ସହିତ ଡେଟ୍ ବି ହେଲା। ଗଲାଥର 1909 ଦେଇକି ଆଉ ଗୋଟେ ଅଲଗା ତାରିଖ ଦେଇଦେଇଥିଲା। ତ 1909 ମସିହା ଅଗଷ୍ଟ ମାସ 12 ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା ହେଲା। ତାପରେ ଦେଖ ସତ୍ୟବାଦୀ ମାସିକ ପତ୍ରିକା 1914 କେତେଟା ଜାଗାରେ ଦେଇଛି, 1914 କେତେଟା ଜାଗାରେ ଦେଇଛି, 1915। ତ ସତ୍ୟବାଦୀ ମାସିକ ପତ୍ରିକା ମାନେ ଭିତରୁ ଗୋଟେ ଅପସନ୍ ଥିବ ହେଲା। ତ ଜାଣିଥାଉ 1914 ନହେଲେ 1915। ସମାଜ ସାପ୍ତାହିକ ପତ୍ରିକା 1919ରେ ପ୍ରକାଶିତ ହେଇଥିଲା ଦେଖ। ଏବଂ 1930 ମସିହାରେ ସମାଜ ଦୈନିକ ସମ୍ବାଦପତ୍ର। ଦେଖ ଯେ ପ୍ରଥମେ ଯେଉଁ ସମ୍ବାଦ ପତ୍ରିକା ଯେଉଁ ପ୍ରକାଶିତ ହେଲା ସାପ୍ତାହିକ ହିସାବରେ ବା ସାପ୍ତାହିକ ମାନେ କ'ଣ, ଯେ ଗୋଟେ ସପ୍ତାହରେ ଥରେ ପ୍ରକାଶିତ ହେବ, ସେଇଟା 1919ରେ ପ୍ରକାଶିତ ହେଇଥିଲା। କିନ୍ତୁ 1930 ମସିହା ଠାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର, ମାନେ ଦୈନିକ ମାନେ ରେଗୁଲାର, ଯେଉଁ ପ୍ରତିଦିନ ସେ ସମ୍ବାଦପତ୍ର ରୂପରେ ପ୍ରକାଶିତ ହେଇଥିଲା। 1919 ମସିହାରେ ଉତ୍କଳ ସମ୍ମିଳନୀର 14ତମ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ଦାସ ଏହାର ସଭାପତିତ୍ୱ କରିଥିଲେ। ଉତ୍କଳ ସମ୍ମିଳନୀର ମୁଖ୍ୟ ଅଭିମୁଖ୍ୟ ଥିଲା
ଭାଷାଭିତ୍ତିକ ଓଡ଼ିଆ ରାଜ୍ୟ ଗଠନ ଏବଂ ସ୍ୱରାଜ ପାଇଁ ସଚେତନ ସୃଷ୍ଟି। ଯେ ଦେଖ ଉତ୍କଳ ସମ୍ମିଳନୀ ପିଲାମାନେ ଯେଉଁ ଗଠନ ହେଇଥିଲା 1903 ମସିହାରେ, ସେ ଉତ୍କଳ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଯେ ତାର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ଭାଷାଭିତ୍ତିକ ଓଡ଼ିଆ ରାଜ୍ୟ ଗଠନ, ଭାଷାକୁ ନେଇକି ହିଁ ଓଡ଼ିଆ ରାଜ୍ୟ ଗଠନ କରିବା ଥିଲା ତାର ମୁଖ୍ୟ ଲକ୍ଷ୍ୟ। ସତ୍ୟବାଦୀ ସାହିତ୍ୟର ଅନ୍ୟତମ ମୁଖ୍ୟ ବିଭାଗ ହେଉଛି ମାନବବାଦ। ଯେ ସତ୍ୟବାଦୀ ସାହିତ୍ୟର ଅନ୍ୟତମ ମୁଖ୍ୟ ବିଭାଗ କ'ଣ ପିଲାମାନେ? ମାନବବାଦ, ମାନବ ବନ୍ଦନା, ମାନବର ଜୟଗାନ ଏହି ସାହିତ୍ୟର ଅଭିମୁଖ୍ୟ। ସତ୍ୟବାଦୀର କବିକୁଳ ଥିଲେ ଦରଦୀ, ମାନବବାଦୀ ମଣିଷର ଉତ୍ଥାନ, ପରାଧୀନ ମଣିଷକୁ ସ୍ୱାଧୀନ ଦେବା, ବିଶ୍ୱ କଲ୍ୟାଣ ପାଇଁ ସତ୍ୟବାଦୀ ସାହିତ୍ୟ ଅଭିପ୍ରେତ ଥିଲା। ବିଶ୍ୱର କଲ୍ୟାଣ ପାଇଁ, ଜନମାନଙ୍କର ହିତ ପାଇଁ ଏହି ସତ୍ୟବାଦୀ ସାହିତ୍ୟ ଅଭିପ୍ରେତ ଥିଲା। ତ ବର୍ତ୍ତମାନ ସତ୍ୟବାଦୀ ଯୁଗ ଉପରେ ଆଲୋଚନା ଗଲା। ବର୍ତ୍ତମାନ ଆମେ ଆଲୋଚନା କରିବା ଏହି ସତ୍ୟବାଦୀ ଯୁଗର କବିମାନଙ୍କ ଉପରେ। ତ ପ୍ରଥମେ ଆମେ ଆଲୋଚନା କରିବା ଗୋପବନ୍ଧୁ ଦାସଙ୍କ ଉପରେ। ଗୋପବନ୍ଧୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ଉତ୍କଳମଣି ଉପାଧିରେ ଭୂଷିତ ଥିଲେ ପିଲାମାନେ। ଏଇଟା ମନେ ରଖ ସମସ୍ତେ ଯେ ଗୋପବନ୍ଧୁ କାହା ଦ୍ୱାରା? ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ଉତ୍କଳମଣି ଉପାଧିରେ ସେ ଭୂଷିତ ହୋଇଥିଲେ। କିଏ? ଗୋପବନ୍ଧୁ ଦାସ। ବୁଝିହେଲା? ତ ଦେଖ ପିଲାମାନେ ଯୁଗ ହିସାବରେ ନାଁ ମାନେ ମନେ ରଖିବ କବିମାନଙ୍କର। ତୁମକୁ ମାନେ ବର୍ତ୍ତମାନ ଏଇଟା କେବଳ ସିପିଟି ପାଇଁ ନୁହେଁ, ତୁମକୁ ଆଗକୁ ମଧ୍ୟ କାମ ଦେବ। ତୁମେ ନେଟ୍ ଜାର୍ ବା ତୁମର ଏଫ୍ଏସ୍ବିରେ ମଧ୍ୟ ଏଇଭଳି ମାନେ କୋଶ୍ଚିନ୍ ଆସିବନି, କିନ୍ତୁ ତୁମକୁ ଏଇଟା ଜାଣିବା ଦରକାର। ଟିକେ ডিফিকল্ট কোশ্চেন আসবে সেই লেভেলে। তেমন মানে মনে রাখো যে কোন যুগর কবি কি, আধুনিক যুগের যে কবিମାନଙ୍କ উপরে পড়লা সেটা মনে রাখিব। তারপরে আমি সত্যবাদী যুগর আলোচনা করুছা বা সত্যবাদী যুগ উপরে আলোচনা করুছা। তো সত্যবাদী যুগর আমি কোন কোন কবিଙ୍କ উপরে আলোচনা করুছা সেটা ଟିକେ মনে রাখিব। পরবর্তী যুগর আমি যা সবুজ যুগ আড়କୁ সেই যুগর কবি, প্রগতিবাদী যুগর কবি, কোন যুগর কবিମାନଙ୍କ উপরে আমি আলোচনা করুছা সেটা মনে রাখিব। কিন্তু সেকেন্ড সেমিস্টারে ଯେଉଁମାନେ ঠিকসে পড়িছ ସେମାନେ এটা জাଣିଥିବ, কাହିଁକି ନା ସେକେଣ୍ଡ ସେମିଷ୍ଟାର তোমার ସବୁ ଦେଇଛି ନା। ତ କାହିଁକି ନା ସମସ୍ତ କଲେଜ ମାନଙ୍କରେ ଠିକ୍ସେ ପଢ଼ା ହେଉନି, ମାନେ ଗାଇଡ଼ ମାନଙ୍କୁ ନେଇକି ପଢ଼ାଇ ଦେଉଛନ୍ତି। ସେଇଥିପାଇଁ ପ୍ରାୟ ପିଲାଙ୍କର ଜାଣିନଥିବ ଏବଂ କେତେଜଣ ପିଲା ମାନେ ସେକେଣ୍ଡ ସେମିଷ୍ଟାରରୁ ବର୍ତ୍ତମାନ ମାନେ ମାନେ 2 ବର୍ଷ ଭିତରେ ଏସବୁ ଭୁଲି ଯାଇଥିବେଣି। ତେଣୁ ପୁଣି ଥରେ ଏଇଟା ଆମେ ଆଲୋଚନା କରୁଛେ। ତ ଦେଖ ଜାଣିଲ, ଗୋପବନ୍ଧୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ଉତ୍କଳମଣି ଉପାଧିରେ ଭୂଷିତ ହୋଇଥିଲେ। ବୁଝିପାରିଲ ତ? ଗୋପବନ୍ଧୁ କାହା ଦ୍ୱାରା? ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା। ଏଇଟା ମନେ ରଖ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଯିଏ ନର, କର୍ମ ଏକାଧାର ଜୀବନର ମାନ ଦଣ୍ଡ। এটা କିଏ ବୋଲେ ଏଇଟା ଗୋପବନ୍ଧୁ ଦାସ କହିଥିଲେ। ତ କେଉଁଠୁ ଆସିଛି? ଧର୍ମପଦରୁ ଆସିଛି। ହେଲା, ଗୋପବନ୍ଧୁଙ୍କ ରଚନାବଳୀ ମଧ୍ୟରେ ଦେଖ ପିଲାମାନେ, ଗୋପବନ୍ଧୁଙ୍କ ରଚନାବଳୀ ମଧ୍ୟରେ ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ, ଗୋ ମହାତ୍ମା, ଅବକାଶ ଚିନ୍ତା ଆଦି ତାଙ୍କର ଉଲ୍ଲେଖଯୋଗ୍ୟ ରଚନାବଳୀ। ତାଙ୍କର ସମସ୍ତ ରଚନା 8 ଖଣ୍ଡରେ ପ୍ରକାଶ ପାଇଛି। ତ ତାଙ୍କର ସମସ୍ତ ରଚନା କ'ଣ? ଯେ 8 ଖଣ୍ଡରେ ପ୍ରକାଶ ପାଇଛି। ତ ଦେଖ ତାଙ୍କର ମନେ ରଖ, ଧର୍ମପଦ, ପରୀକ୍ଷାରେ ପ୍ରଶ୍ନ ଆସିପାରେ ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ, ଗୋ ମହାତ୍ମ୍ୟ, ଅବକାଶ ଚିନ୍ତା ଏସବୁ ଗୋପବନ୍ଧୁ ଦାସଙ୍କର ରଚନା। ତ ଟିକେ ଆମେ ଡିଟେଲ୍ସରେ ପଢ଼ିବା ପିଲାମାନେ। ଦେଖ ଗୋପବନ୍ଧୁ ଦାସଙ୍କର ଧର୍ମପଦ, এই କାବ୍ୟଟିର ମୂଳ ଉତ୍ସ ହେଉଛି 12 ବର୍ଷର ବାଳକ ଧର୍ମପଦର ଆତ୍ମସ୍ୱର୍ଗ। 12 ଜାତି ଭାଇଙ୍କ ଜୀବନ ରକ୍ଷା କରିବା ସଙ୍ଗେ ସଙ୍ଗେ ନିଜ ଜାତିର ଗୌରବ ଓ ସମ୍ମାନ ରକ୍ଷା କରିବା ପାଇଁ ବାଳକ ଧର୍ମପଦର ଆତ୍ମବଳୀ ଅନ୍ତରାଳ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ପାଇଛି। ତ ଏଭଳି ମାନେ ଧର୍ମପଦର ଭିତରୁ କୋଶ୍ଚିନ୍ ଆସିବନି, ଖାଲି ଜଷ୍ଟ ଜାଣିଥାଉ ଧର୍ମପଦ ଗୋପବନ୍ଧୁ ଦାସଙ୍କ ରଚନାବଳୀ। ଏବଂ ଏଇଟା ସେ କୋଣାର୍କର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। 12 ବଢ଼େଇଙ୍କ ଜୀବନ ରକ୍ଷା କରିବା ପାଇଁ ଧର୍ମପଦ କ'ଣ କରିଥିଲା? ଯିଏ ଜୀବନକୁ ହସି ହସି ସେ ଦେଇଦେଇଥିଲା, ସେଇଟା ଏହାର ପ୍ରସଙ୍ଗ। ତାପରେ ଆମର ବନ୍ଦୀର ଆତ୍ମକଥା, ରାଜବନ୍ଦୀ ହିସାବରେ ଗୋପବନ୍ଧୁଙ୍କୁ ଓଡ଼ିଶାରୁ ହଜାରିବାଗ ଜେଲକୁ ନିଆଯାଉଥିବା ସମୟରେ ସେ ଛାଡ଼ି ଯାଇଥିବା ପରିଚିତ ସ୍ଥାନ ସବୁ, ମାନେ ଯେତେବେଳେ ଗୋପବନ୍ଧୁ ଦାସଙ୍କୁ ମାନେ ସ୍ୱାଧୀନତା ସଂଗ୍ରାମୀ ଯେତେବେଳେ ଗୋପବନ୍ଧୁ ଦାସଙ୍କୁ ବନ୍ଦୀ କରାଗଲା, ସେଇ ସମୟରେ ତାଙ୍କୁ ଓଡ଼ିଶାରୁ ହଜାରିବାଗ ଜେଲକୁ ନିଆଯାଉଥିଲା ଏବଂ ସେହି ସମୟରେ ସେ ଛାଡ଼ି ଯାଇଥିବା ପରିଚିତ ସ୍ଥାନ ସବୁ ତାଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥିଲା ତାହାର ସଫଳ ଅଭିବ୍ୟକ୍ତି ରହିଛି ବନ୍ଦୀର ଆତ୍ମକଥା। ଏଠାରେ ବନ୍ଦୀ କିଏ? ବନ୍ଦୀ ଗୋପବନ୍ଧୁ। ବନ୍ଦୀ ଆତ୍ମକଥା ମାନେ ବନ୍ଦୀର ନିଜସ୍ୱ କଥା। ଯେଉଁ ସମୟରେ ଓଡ଼ିଶାରୁ ହଜାରିବାଗକୁ ନିଆଯାଇଛି ଗୋପବନ୍ଧୁଙ୍କୁ, ସେହି ସମୟରେ ତାଙ୍କ ମନରେ ଯାହା ଯାହା ସେ ଯେଉଁ ଛାଡ଼ି ଯାଇଥିବା ସ୍ଥାନମାନଙ୍କୁ ସେ ସବୁ ବର୍ଣ୍ଣନା କରିଛନ୍ତି। ତ ଏ ମାନେ ଷ୍ଟୋରି ଜାଣିବା ଆବଶ୍ୟକତା ନାହିଁ ପିଲାମାନେ, ଖାଲି ଜଷ୍ଟ ମାନେ ଜାଣିଥାଉ ବୋଲି କହିଦେଉଛି, ଲେଖିଦେଇଛି ବୋଲି। କାରା କବିତା, ବନ୍ଦୀ ଥିବା ସମୟରେ 13 ଗୋଟି କବିତାର ସଂଗଠିତ ରୂପ ହେଉଛି କାରା କବିତା। ଏଗୁଡ଼ିକ କବିଙ୍କର ଜାତୀୟ ଭାବନା ପ୍ରତିଫଳନ ଲକ୍ଷ୍ୟ କରାଯାଏ। ତ କାରା କବିତା କ'ଣ? 13 ଗୋଟି କବିତାର ସଂଗଠିତ ବା କାରା କବିତାରେ 13 ଗୋଟି କବିତା ରହିଅଛି। ବୁଝିହେଲା? ତ ଜାଣିଲ ତାଙ୍କର ବନ୍ଦୀର ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ନଚିକେତା ଉପାଖ୍ୟାନ। ଦେଖ ଏଇଟା ଇମ୍ପୋର୍ଟାଣ୍ଟ ପିଲାମାନେ, କୋଠ ଉପନିଷଦ ବର୍ଣ୍ଣିତ ସମୟ ଜୀବନର କାହାଣୀରେ ବର୍ଣ୍ଣିତ। କୋଠ ଉପନିଷଦର ପ୍ରସଙ୍ଗ ବି ନଚିକେତା ଉପାଖ୍ୟାନରେ ବା ଏଠାରେ କୋଠ ଉପନିଷଦର ପ୍ରଭାବ ପଡ଼ିଛି ବୋଲି ଆମେ କହିପାରିବା। ଏଠାରେ କବି ନଚିକେତାଙ୍କର ଆଦର୍ଶମୟ ଜୀବନକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ନଚିକେତାର ଆଦର୍ଶମୟ ଜୀବନକୁ ବହୁତ ସୁନ୍ଦର ଭାବରେ ସେ ବର୍ଣ୍ଣନା କରିଛନ୍ତି। ଗୋମାହାତ୍ମ୍ୟ, ଗୋ ଜାତିର ଉନ୍ନତି ବିଧାନ ଉଦ୍ଦେଶ୍ୟରେ ଗୋମାହାତ୍ମ୍ୟ ରଚନା କରାଯାଇଛି। ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତରେ ରଚିତ। ହେଲା, ତ ପିଲାମାନେ ଏଇଟା ଛାନ୍ଦ ବି ଥିଲା। ଗୋମାହାତ୍ମ୍ୟ ମାନେ କେତେ ଛାନ୍ଦ ବିଶିଷ୍ଟ ଏବଂ ସେଇଟା ମାନେ ସବୁ ଥିଲା। ତ ସେଇଟା ମାନେ ତୁମେ ମନେ ରଖିପାରିବ ନାହିଁ ବୋଲି ତୁମକୁ ସେଇଟା ମୁଁ ଦେଇନି ସେତେ ଭିତରୁ ହେଲା। ତ ସେଇଟା ଆମର ଆମେ ଯେଉଁ ଆଲୋଚନା କରିବା ଓଡ଼ିଆ ସାହିତ୍ୟର କ ଖ ଗରୁ ସେଇଥିରେ ଦେଇଥିବ ସେଇଟା ତୁମକୁ ମୁଁ ବୁଝେଇ ଦେବି। ହେଲା,
ତାପରେ ଗୋପବନ୍ଧୁଙ୍କର ବିଶିଷ୍ଟ ପ୍ରବନ୍ଧ ଦେଖିବ ପିଲାମାନେ ଓଡ଼ିଆ ଜାତି କି ଏବଂ ଶିକ୍ଷା ଓ ଶାସନ। ଗୋପବନ୍ଧୁ ଦୁଇଟା ପ୍ରବନ୍ଧ ମଧ୍ୟ ତାଙ୍କର ବହୁତ ପ୍ରସିଦ୍ଧ, ଯେଉଁଟାକି ଓଡ଼ିଆ ଜାତି କି ଏବଂ ଶିକ୍ଷା ଓ ଶାସନ। ତ ଆମେ ମାନେ ଗୋପବନ୍ଧୁଙ୍କ ଉପରେ ଆଲୋଚନା କରିପାରିଲା। ଦେଖ ଗୋପବନ୍ଧୁଙ୍କର ଯେଉଁ ମୁଖ୍ୟତଃ ରଚନା ଯେଉଁ କହିଥିଲି ତୁମକୁ, ଦେଖ ଏଇଟା ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ବ୍ରହ୍ମଦତ୍ତ ବା ନଚିକେତା ଉପାଖ୍ୟାନ, ଗୋମହାତ୍ମ୍ୟ ଆଉ ଅବକାଶ ଚିନ୍ତା ହେଲା। ତ ନେକ୍ସଟ ଦେଖ ଆମର ସତ୍ୟବାଦୀ ଯୁଗର ଯେଉଁ ଦ୍ୱିତୀୟ ଶାଖା ନୀଳକଣ୍ଠ ଦାସଙ୍କ ଉପରେ ଆମେ ଆଲୋଚନା କରିବା। ନୀଳକଣ୍ଠ ଦାସ ନବଭାରତ ପ୍ରେସ୍ ପ୍ରତିଷ୍ଠା କରି ଓ ନବଭାରତ ମାସିକ ସାହିତ୍ୟ ପତ୍ରିକା ସମ୍ପାଦକ ଓଡ଼ିଆ ସାହିତ୍ୟରେ ସମ୍ପାଦିକତା କ୍ଷେତ୍ରରେ ଚହଳ ସୃଷ୍ଟି କରିଥିଲେ। ଦେଖ ନବଭାରତ ପ୍ରେସ୍ ବା ନବଭାରତ ମାସିକ ପତ୍ରିକା ଏସବୁ ମାନେ ପ୍ରଶ୍ନ ଉଠିଲେ ତାଙ୍କ ନାଁ ସାମ୍ନାକୁ ଆସେ, କାହିଁକି ନବଭାରତ ପ୍ରେସ୍ ଏବଂ ନବଭାରତ ପତ୍ରିକା ନୀଳକଣ୍ଠ ଦାସ ପ୍ରକାଶିତ କରିଥିଲେ। ସେ 4 ପ୍ରସିଦ୍ଧ କାବ୍ୟ ରଚନା କରିଥିଲେ ନୀଳକଣ୍ଠ ଦାସ। ତାଙ୍କର ପ୍ରଣୟିନୀ, ଦାସନାୟକ, କୋଣାର୍କ ଏବଂ ଖାରବେଳ। ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ତାଙ୍କର 4ଟି କାବ୍ୟ ମନେ ରଖିବ ତୁମେମାନେ। ମସିହା ମନେ ନ ରଖିଲେ ବି ସିରିଏଲି ମନେ ରଖିବେ। ପ୍ରଣୟିନୀ, ଦାସନାୟକ, ଦାସନାୟକ, କୋଣାର୍କ ଆଉ ଖାରବେଳ। ତ ମସିହା ମନେ ରଖିଲେ ବି ଠିକ୍ କଥା ପିଲାମାନେ। ମସିହା ମନେ ରଖିଲେ ଯଦି ସମ୍ଭବ ହେଉଛି ମାତ୍ର 4ଟି, ପ୍ରଣୟିନୀ, ଦାସନାୟକ, କୋଣାର୍କ ଆଉ ଖାରବେଳ। ପ୍ରଣୟିନୀ ଏହି କାବ୍ୟଟି ଇଂରାଜୀ କବି ଆଲଫ୍ରେଡ୍ ଲର୍ଡ ଟେନସନ୍ଙ୍କର ପ୍ରିନ୍ସେସ୍ କାବ୍ୟର ଅବଲମ୍ବନରେ ରଚିତ ଏବଂ ଏଇଟା ଅମିତ୍ରାକ୍ଷର। ଜାଣିଥାଉ ପିଲାମାନେ ଯେ ଦାସ ଆମର ଯେଉଁ ନୀଳକଣ୍ଠ ଦାସଙ୍କର ପ୍ରଣୟିନୀ ଯେଉଁ ସେଇଟା କ'ଣ ହୋଇଛି ଯେ ପ୍ରିନ୍ସେସ୍ କାବ୍ୟର ଅବଲମ୍ବନରେ ରଚନା କରାଯାଇଛି ଏବଂ ସେଇଟା ଅମିତ୍ରାକ୍ଷର ଛାନ୍ଦର ରଚିତା ବା ଅମିତ୍ରାକ୍ଷର ଛାନ୍ଦର ରଚନା ବା ରଚିତ ହୋଇଛି କ'ଣ ପ୍ରଣୟିନୀ। ତାପରେ ଦାସନାୟକ ଏଇଟା ଆଲଫ୍ରେଡ୍ ଲର୍ଡ ଟେନିସନ୍ଙ୍କର ଏଣ୍ଡ ଆଡ୍ୟାନ୍ କାବ୍ୟର ଅବଲମ୍ବନ ରଚିତ, କିନ୍ତୁ ଏତେ ଭିତରୁ କ୍ୱେଶ୍ଚନ୍ ଆସିବ ଖାଲି ଗୋଟେ ଜାଣିଥାଉ ଏଇଟା ପ୍ରଣୟିନୀ, ଯେଉଁଟା ପ୍ରିନ୍ସେସ୍ ଅବଲମ୍ବନରେ ରଚନା କରାଯାଇଛି ଏବଂ ଅମିତ୍ରାକ୍ଷର ଛାନ୍ଦରେ ରଚିତ। ତାପରେ ଦେଖ କୋଣାର୍କ ନୀଳକଣ୍ଠରେ ସର୍ବଶ୍ରେଷ୍ଠଙ୍କର, ଏହା ନୀଳକଣ୍ଠଙ୍କର ସର୍ବଶ୍ରେଷ୍ଠ କାବ୍ୟ। ଏହା 2 ଭାଗରେ ବିଭକ୍ତ, ରାମଚନ୍ଦ୍ର ରାତି ଏବଂ ସକାଳ ଏବଂ ମାୟାଦେବୀ। ଦେଖ ଆମେ ଯେଉଁ କୋଣାର୍କ ଉପରେ ଆଲୋଚନା କରିବା ସେ କୋଣାର୍କ କାହାର ରଚନା? ନୀଳକଣ୍ଠ ଦାସଙ୍କ ରଚନା ଏବଂ ସେଟା 2ଟି ପାର୍ଟ ବା 2ଟି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ରାମଚଣ୍ଡୀର ରାତି ଓ ସକାଳ ଏବଂ ଆଉ ଗୋଟେ ହେଉଛି ମାୟାଦେବୀ। ସେଟା 2ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ରାମଚଣ୍ଡୀ ରାତି ଯାପନ କରିଥିବା କଥା ପ୍ରସଙ୍ଗ ବର୍ଣ୍ଣିତ ହୋଇଥିବା ବେଳେ ଦ୍ୱିତୀୟ ଭାଗରେ ବର୍ଣ୍ଣିତ ମାୟାଦେବୀରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିସର ମଧ୍ୟରେ ଏକ କ୍ଷୁଦ୍ର ମନ୍ଦିର ମାୟାଦେବୀ ମନ୍ଦିର। ମାନେ ଦେଖ ପିଲାମାନେ ପ୍ରଥମେ କ'ଣ ହୋଇଛି ଯେ ରାମଚଣ୍ଡୀ ରାତିରେ ଯାପନ କରିଥିବା କଥା ବର୍ଣ୍ଣନା କରାଯାଇଛି ଏବଂ ଦ୍ୱିତୀୟରେ କ'ଣ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଯେଉଁ ରହିଛି ତାର ପରିସରରେ ଗୋଟିଏ କ୍ଷୁଦ୍ର ମନ୍ଦିର ଅଛି ମାୟାଦେବୀ ଏବଂ ସେ ତାହା କଥା ବର୍ଣ୍ଣନା କରାଯାଇଛି। ତ ଏତେ ଭିତରକୁ ଯିବାର ଆବଶ୍ୟକତା ନାହିଁ, କେବଳ ଜାଣିଥାଅ ଯେ କୋଣାର୍କେ ନୀଳକଣ୍ଠ ଦାସଙ୍କର ସର୍ବଶ୍ରେଷ୍ଠ କାବ୍ୟ ଏବଂ ସେଇଟା 2 ଭାଗରେ ବିଭକ୍ତ। ଗୋଟେ ହେଉଛି ରାମଚଣ୍ଡୀର ରାତି ଓ ସକାଳ ଏବଂ ଆଉ ଗୋଟେ ହେଉଛି ମାୟାଦେବୀ। ବୁଝିହେଲା। ଦେଖ ଖାରବେଳ ଏଥିରେ କଳିଙ୍ଗ ସମ୍ରାଟ ମହାମେଘବାହନ ଖାରବେଳଙ୍କର ଐଶ୍ୱର୍ଯ୍ୟମୟ ଜୀବନର ଏକ ଅଧ୍ୟାୟ ବର୍ଣ୍ଣିତ ହୋଇଛି। ବିଷୟବସ୍ତୁ ଆଭିମୁଖ୍ୟ ଦୃଷ୍ଟିରୁ ଏଥିରେ ଖାରବେଳ ଏବଂ ବଜିରା ଦେଶର ରାଜକନ୍ୟା ଧୂସିର ପ୍ରଣୟ କାହାଣୀ ସ୍ଥାନିତ। ତ ଏତେ ଭିତରକୁ ଯିବାର ନାହିଁ, କେବଳ ଜାଣିଥାଉ ଖାରବେଳ ବୋଲି। ତ ଜାଣିଲ ଯେ କାବ୍ୟ ଯେଉଁ ଆମର ଯେଉଁ ନୀଳକଣ୍ଠ ଦାସ ରଚନା କଲେ 4ଗୋଟି କାବ୍ୟ, ତାଙ୍କର ଗୋଟେ ହେଲା ପ୍ରଣୟିନୀ, ଦାସନାୟକ, କୋଣାର୍କ ଏବଂ ଖାରବେଳ। ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇ 4ଟି କାବ୍ୟ ତୁମେ ମନେ ରଖିବାକୁ ତୁମକୁ ପଡ଼ିବ ହେଲା। ତାପରେ ଦେଖ ଆଗକୁ ଯିବା। ଆଉ କ'ଣ ହେଉଛି ଦେଖ, ହଁ ଦେଖ ଆର୍ଯ୍ୟ ଜୀବନ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଶ୍ରେଷ୍ଠ କୃତି, ମହାତ୍ମା ଚନ୍ଦ୍ରଶେଖର ସିଦ୍ଧାନ୍ତଙ୍କର ପ୍ରଥମ ପ୍ରବନ୍ଧ। ତ ଏଇଟା କ୍ୱେଶ୍ଚନ୍ ଆସିନି, ଛାଡ଼ିଦିଅ। ତ ଜାଣିଥାଉ ଆର୍ଯ୍ୟ ଜୀବନ ନୀଳକଣ୍ଠ ଦାସଙ୍କର ଶ୍ରେଷ୍ଠ କୃତି। ଏହା ବ୍ୟତୀତ ଦେଖ ଅନେକ ଗୁଡ଼ିଏ ପ୍ରବନ୍ଧ ଯେଉଁଟା ପ୍ରାବନ୍ଧିକ ଭାବରେ ନୀଳକଣ୍ଠ ଦାସ ପରିଚିତ। ତାଙ୍କର ପ୍ରବନ୍ଧ ଗୁଡ଼ିକ ହେଉଛି ମୋ ନିଶ, ପ୍ରତିଭା ପୂଜା ଓ ପ୍ରତିମା ପୂଜା, ନାତି ଓ ପ୍ରକୃତି, ଅଛୁ ଓ ହେବୁ, ଜାତୀୟତାର ଭିତ୍ତିଭୂମି, ଯୌବନର ପ୍ରଭାବ ଓ ପ୍ରତିଷ୍ଠା, ଆମ୍ଭର ଥିଲା ଓ କାରଣ ଥାଇପାରେ, ଶିକ୍ଷାର ଭବିଷ୍ୟତ, ନିଶ, ପୃଥିବୀର 4 ପ୍ରଧାନ ଧର୍ମ, ଲୌକିକ ଜ୍ଞାନ ପ୍ରଭୃତି ଉଚ୍ଚକୋଟୀର ପ୍ରବନ୍ଧଗୁଡ଼ିକୁ ନୀଳକଣ୍ଠଙ୍କର ଦର୍ଶନା। କାହିଁକିନା ଦେଖ ନୀଳକଣ୍ଠ ଦାସ ପ୍ରାବନ୍ଧିକ ଭାବରେ ପରିଚିତ, ତେଣୁ ତାଙ୍କର ପ୍ରବନ୍ଧଗୁଡ଼ିକୁ ତୁମେ ମନେ ରଖିବାକୁ ତୁମକୁ ପଡ଼ିବ ହେଲା। ଓଡ଼ିଆ ସାହିତ୍ୟର କ୍ରମ ପରିଣାମ ଗ୍ରନ୍ଥଟି ପଣ୍ଡିତ ନୀଳକଣ୍ଠଙ୍କ। ଦେଖ ଏଇଟା ଗୋଟେ ମନେ ରଖ, ଓଡ଼ିଆ ସାହିତ୍ୟର କ୍ରମ ପରିଣାମ କାହାର? ନୀଳକଣ୍ଠ ଦାସଙ୍କର। ଏବଂ ଆତ୍ମଜୀବନୀ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କିଏ? ନୀଳକଣ୍ଠ ଦାସ ଆତ୍ମଜୀବନୀ ପାଇଁ ହେଲା। ମୋ କାହାଣୀ ପାଇଁ ଯେଉଁଭଳି ଭାବରେ କୁଞ୍ଜ ବିହାରୀ ଦାସ ପାଇଥିଲେ, ସେଭଳି ଆତ୍ମଜୀବନୀ ପାଇଁ ନୀଳକଣ୍ଠ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତ ଏଇଟା ମନେ ରଖିବାକୁ ପଡ଼ିବ। ଆତ୍ମଜୀବନୀ ପାଇଁ କିଏ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ସରି, ନୀଳକଣ୍ଠ ଦାସ କେଉଁଥିପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଥିଲେ ବା ଆତ୍ମଜୀବନୀ କାହାର? ସେଇଟା ହେଉଛି ନୀଳକଣ୍ଠ ଦାସଙ୍କର ଏବଂ ସେ ନିଜ ଆତ୍ମଜୀବନୀ ନିଜ ଜୀବନୀକୁ ବର୍ଣ୍ଣନା କରିକି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ତ ବୁଝିଲା ପିଲାମାନେ, ଆମେ ଆଲୋଚନା କଲା ତାଙ୍କର ଯେଉଁ ବିଭିନ୍ନ ପ୍ରକାର ପ୍ରବନ୍ଧ ଗୁଡ଼ିକ ଉପରେ ଏବଂ ତାଙ୍କର ଯେଉଁ କାବ୍ୟ ସେତେ ନାହିଁ, ମାତ୍ର 4ଟି କାବ୍ୟ ରହିଛି, ପ୍ରଣୟିନୀ, ଦାସନାୟକ, କୋଣାର୍କ ଏବଂ ଖାରବେଳ। କିନ୍ତୁ ତାଙ୍କର ଅନେକ ଗୁଡ଼ିଏ ପ୍ରବନ୍ଧ ରହିଛି ଏବଂ ସେ ଜଣେ ପ୍ରାବନ୍ଧିକ ଭାବରେ ସୁପରିଚିତ। ତେଣୁ ତୁମକୁ କ'ଣ କରିବାକୁ ପଡ଼ିବ? ତାଙ୍କର ପ୍ରବନ୍ଧ ମନେ ରଖିବାକୁ ପଡ଼ିବ ହେଲା। ଦେଖ ତାପରେ ଆଗକୁ ଯିବା, ଆମେ ଆଲୋଚନା କରିବା କାହା ଉପରେ? ଆଗକୁ ଆମେ ଆଲୋଚନା କରିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉପରେ। ଗୋଦାବରୀଶ ମିଶ୍ର କବିତା ଗୁଡ଼ିକ ମୁଖ୍ୟତଃ 9ଗୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ଗୋଦାବରୀଶ ମିଶ୍ରଙ୍କର କବିତା ଗୁଡ଼ିକ ମୁଖ୍ୟତଃ 9ଗୋଟି ପର୍ଯ୍ୟାୟର କଳିକା, କିଶଳୟ, ଆଲେଖିକା, ଚୟନିକା, କୁସୁମ, କବିତାୟନ, ଗୀତାୟନ, ଗୀତିଗୁଚ୍ଛ, ଶିଶୁ କବିତା, ଏସବୁ ହେଉଛି ଗୋଦାବରୀଶ ମିଶ୍ରଙ୍କର କବିତା ହେଲା। ତ 9ଗୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ଏଇଟା ଗୋଟେ କବିତା ସଂକଳନ ପିଲାମାନେ, ତାଙ୍କର 9ଟି କବିତା ସଂକଳନ ରହିଛି ଏବଂ ଏଇ ଗୋଟେ ସଂକଳନରେ ଅନେକ ଗୁଡ଼ିଏ କବିତା ରହିଛି। ଯେପରି ଦେଖିପାରିବେ ଆମେ ଆଲେଖିକାରେ ଆମର 10ଗୋଟି ରହିଛି। ତ ଏତେ ଭିତରେ ତୁମେ ପଢ଼ିପାରିବନି ପିଲାମାନେ, ତେଣୁ ତୁମେ ଏଇ 9ଗୋଟି ସଂକଳନ ଫାଷ୍ଟ ପଢ଼ିଦିଅ,
3 4 5 6 7 9 गोटी संकलन फास्ट मन रख और समय जदि हे ताहले तुम आगक मैंने मन रखी पार। तो तांकर आलेखिकार 10 गोटी कविता रही जेपरिक बहुत गुड़े रही चयनिका से 43 गोटी कविता रही। तो कौन संगठन केते गोटी कविता रही से क्वेश्चन आसेनी बाकी तुम जानी था खाली कुसुम रही देख 21 गोटी कविता कवितायन रही 21 गोटी कविता खाली जस्ट दे दी तुमको कही कि एत भर सीपीटी क्वेश्चन आसेनी है। तुम गीतायन गीतायन रही 28 गोटी कविता गीतिगुच्छ गीतिगुच्छ भी अनेक गुड़ी कविता। तो ये अनेक गुड़ी कविता पे संयोजित होती। तो तुमने चाहिए यहाँ पढ़ी पार कि एत गुड़ी तुम मन रखी पारनी तेणु तुम केवल मन रख पंडित गोदावरी मिश्र 9 गोटी कविता संकलन जो रही कलिका किफल आलेखिका चयनिका कुसुम कवितायन गीतायन गीतिगुच्छ शिशु कविता ये सब गुड़ी तुम मन रख है बुझीगला। तो देख आगे जी आम नाटक पुरुषोत्तम देव मुकुंद देव देख 2 गोटी नाटक पुरुषोत्तम देव मुकुंद देव नीलकंठ दासंकर नाटक उपन्यास हूँ नीलकंठ दासंकर उपन्यास पिलाने सरी नीलकंठ दास मन पड़ी गोदावरी मिश्र है आम आलोचना करें गोदावरी मिश्र आम आलोचना करुचे। देख नीलकंठ दास मन पड़े नीलकंठ दास बहुत बेलू गले गोदावरी मिश्र आम आलोचना करुचे। तो देख गोदावरी मिश्र उपन्यास क्षेत्र ना था देख 4 गोटी उपन्यास देख नाटक पुरुषोत्तम देव मुकुंद देव गोदावरी मिश्रंकर सहित उपन्यास अभागिनी 1817 गोटांतर और निर्वासित 4 गोटी उपन्यास तार गल्प देव पंचवीर एवं पुआणी घर है कहार गोदावरी मिश्रंकर आत्मजीवनी अर्ध शताब्दीर ओडिशा और तहिरा मूल स्थान ओडिया साहित्य जातिर अमूल्य संपद और मरणोत्तर केन्द्र साहित्य अकादेमी पूरा जो मैंने केन्द्र साहित्य अकादेमी पुरस्कार पाई आउ कि पाई ओडिशा साहित्य अकादेमी सारला पुरस्कार से तुमको मन रखा पड़ो। तो अर्ध शताब्दीर ओडिशा और तहिरा मूल स्थान गोदावरी मिश्रंकर यहाँ पाई 1962 मसीह मरणोत्तर मैं मृत्युवरण कर सारी से समय किए गोदावरी मिश्र तथा समय पाइले से मैंने केन्द्र साहित्य अकादेमी पुरस्कार लाभ पाई जो भी रचना से केन्द्र साहित्य अकादेमी योग्य विवेचित होता बुझीगला। देख गल्प भितर से क्वेश्चन आसेनी उपन्यास मन रख पे अभागिनी 1817 घटान्तर निर्वासित ये सब गोदावरी मिश्रंकर उपन्यास बुझीगला। प्रत्येक उपन्यास इंग्राजी उपन्यास छाया रचित अभागिनी देख ये सब कौन इंग्राजी उपन्यास छाया रचित होती प्रत्येक उपन्यास अभागिनी कौन भिक्टरकर लस मिश्र अवलंबन में 1817 चार्ल्स डिकेन ए टेल ऑफ 2 सिटी और घटान्तर रॉबर्ट लुइस स्टीवेनसन डियर जेकली एंड मिस्टर हाइड्र अवलंबन प्रत्येक उपन्यास कौन होती सबकि कौन इंग्राजी उपन्यास अवलंबन नहीं से गुड़िक रचना करा बुझीगला। तो यहाँ जो मन रखिपर आउे ठीक कथा अप फ्रम फ्लेवरी इंग्राजी गोदावरी अनुवाद कर दासत्व मोचन नाम छाड़ यहाँ क्वेश्चन आसेनी। गोदावरी क्षेत्र में लोकप्रिय गल्प हूँ हाँ गोदावरी हेते आसेनी गल्प कि मन रखिए तला कन्या विधवा कन्या नारीर प्रति पाफाणर भाषा पाणु मिश्री और नाटक कमी क्वेश्चन आसेनी कहीं जानी था जो 4टी उपन्यास गोटान्तर अभागिनी 1817 और निर्वासित और जो रहा जो कविता गुड़िक जो रहा जेपरिक आम कहीपर कलिका किफल आलेखिका चयनिका कुसुम कवितायन गीतायन गीतिगुच्छ एगुड़ी तुम मैंने मन रख है। तो बुझीगला। तापर नेक्स्ट रही आमर आउ केते पेज रहा जो रहा केते पेज टोटाल देख बहुत गुड़े अच्छी ना 14 पेज रही। तो गोटे 2 पेज आलोचना करदे आ गोटे पार्टी सब सारीदेव है कृपासिंधु हाँ कृपासिंधु मिश्र ऊपर आम आलोचना करवा देख कृपासिंधु मिश्र ओडिया से कृपासिंधु सर्वश्रेष्ठ दान हो उत्कल इतिहास है 2 रचना हो कोणार्क और बारबाटी। तो हेते क्वेश्चन आसेनी केवल मन रखि था ये क्या प्रबंध मन आसेनी क्वेश्चन। तो केवल जानी था कोणार्क और बारबाटी कृपासिंधु मिश्र रचना बुझीगला। तापर देख आचार्य हरिहर सारस्वत कृति हूँ भागवत गीतार ओडिया अनुवाद कहार आचार्य हरिहर से कौन करते भागवत गीतार ओडिया अनुवाद करते छात्र छात्री इंग्राजी व्याकरण ज्ञान लाभपाई द्वारा लिखित चाइल्ड एसे फास्ट ग्रामार एक उत्तम ग्रंथ रूपे स्वीकृत। तो हेते माने प्रसिद्ध रचना करना आचार्य हरिहर तेणु बाबद से रचना ना। तो बर्तमान आम सरीगला सत्यवादी युग उपर आम आलोचना कला सत्यवादी युगर जे कवि जो कौन कवि रहे आलोचना कर सारा। तो नेक्स्ट वीडियो में आलोचना करवा जे समकालीन लेखक गोष्ठी माने जो सत्यवादी जुगर जो समकालीन जो केते लेखक मैंने जो जो आलोचना करदेवा टी आम। तो बर्तमान वीडियो पे एति सरला मैंने आम जहाँ कि तुमको इम्पोर्टाट बोली कहले फेरा मैंने तुमने पढ़ी पार और जार किसी भी डाउट होची तो तुम मैंने निश्चित भाव मतलब कमेंट करके कहीपर जब किए मैंने बुझी न पार तुमको जहाँ जहाँ भी पढ़ेले कहीं तुम मैंने पिला बुझा इंपोर्टाट कौटा कौटू पढ़ाऊँ तुमको सेटा बुझा इंपोर्टाट तेणु तुम किसी भी डाउट है तुमने कमेंट करके कहीपर और आ गोटे जोड़े छुआ मैंने पचारूले जे सार सीपीटी एंट्रांस सिलेबस अच्छी कि पे देखो से निर्दिष्ट कौन सिलेबस
ମାନେ PPT ଏଣ୍ଟ୍ରାନ୍ସ କଣ୍ଡକ୍ଟ କରାଯାଏ ନା। ତେଣୁ ତୁମେ କ'ଣ କରିବ, ତୁମେ +3 ଯେଉଁ ଫାର୍ଷ୍ଟ 6 ସେମିଷ୍ଟାରରେ ଯାହା ଯାହା ପଢ଼ିଛ ସେ ସବୁ ଭିତରୁ ହିଁ କୋଶ୍ଚିନ୍ ଆସିବ, ମାନେ ଟିକେ ଭିତରୁ କୋଶ୍ଚିନ୍ ଆସିପାରେ, କିନ୍ତୁ ସେ ସବୁ ହିଁ ତୁମର ଫିଲାବସ୍ ବୋଲି ଭାବିନିଅ ତୁମେ +3ରେ ଯାହା ଯାହା ପଢ଼ିଛ ନା 6ଟା ସେମିଷ୍ଟାର ଯାଇ ସେଇଟା ହିଁ ତୁମର ଫିଲାବସ୍। ତେଣୁ ତୁମେ ତାହାକୁ ଦେଖିକି ତାହାକୁ ଯାହା ଯାହା ବି ପଢ଼ିବ ତୁମେ ତାହାକୁ ଆଉ ଥରେ ରିଭାଇଜ୍ କରିନିଅ, ଯାହାଫଳରେ କି ତୁମର ମାନେ ସେ ଭିତରୁ ହିଁ କୋଶ୍ଚିନ୍ ଆସିଯିବ। ବୁଝିପାରିଲ ତ? ଏବଂ ଯେଉଁ ଓଡ଼ିଆ ସାହିତ୍ୟ ଇତିହାସ ତୁମକୁ ପଢ଼ିବାକୁ କହିଥିଲି ତା ବାହାରେ ତୁମର ଦେଖ ପିଲାମାନେ ଆଉ ଦୁଇଟା ଜିନିଷ ତୁମକୁ ପଢ଼ିବ, ଓଡ଼ିଆ ମାନେ ବ୍ୟାକରଣ ପାଇଁ ତୁମର ଯେଉଁ ସନ୍ଧି ସମାସ ସେଇଟା କୋଶ୍ଚିନ୍ ଆସିବ ନା, ତ ସେଇଥିପାଇଁ ତୁମକୁ ବ୍ୟବହାରିକ ବ୍ୟାକରଣ କୃଷ୍ଣଚନ୍ଦ୍ର ପ୍ରଧାନଙ୍କର ଆଉ ପ୍ରାଚ୍ୟ ଆଉ ଯେଉଁ ଆମର ପାଶ୍ଚାତ୍ୟ ସାହିତ୍ୟ ତୁମର କ୍ଲାସିସିଜିମ୍ ରୋମାଣ୍ଟିସିଜିମ୍ ରଫରିତି ସେଇଥିପାଇଁ ତୁମକୁ ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ଅନାଦି ଚରଣ ଗାନଙ୍କର ସେଇଟାକୁ ପଢ଼ିବାକୁ ପଡ଼ିବ। କିନ୍ତୁ ଆମେ ଆଲୋଚନା କରିବା ପିଲାମାନେ, ଆମର ଏଇଟା ସରିଗଲା ପରେ ଆମର ରଫରୀତି ଅଳଙ୍କାର ତୁମକୁ ମୁଁ ସବୁକିଛି ଗୋଟେ ଗୋଟେ ପାର୍ଟରେ ତୁମକୁ ନିଶ୍ଚିତ ଭାବରେ ବୁଝେଇଦେବି ହେଲା। ଆଉ ପାରୁ ପର୍ଯ୍ୟନ୍ତ ତୁମର ସବୁ କୋର୍ସକୁ ମୁଁ କଭର କରିକି ସାରିବା ପାଇଁ ଚେଷ୍ଟା କରିବି ହେଲା। ତୁମେ ଆରାମସେ ପଢ଼ାପଢ଼ି କର, ଯଦି ତୁମର ବି କିଛି ଡାଉଟ୍ ହେଉଛି ପିଲାମାନେ ସାଙ୍ଗେ ସାଙ୍ଗେ ପଚାର, ଭିଡ଼ିଓ ତଳେ କମେଣ୍ଟ କର, ନହେଲେ ମୋତେ ପର୍ସନାଲ ମେସେଜ କର, ତୁମେ ଯେମିତି କମେଣ୍ଟ କରୁଛ କର, କମେଣ୍ଟ ସାଙ୍ଗେ କିଛି ମତଲବ ନାହିଁ, ଯେମିତି ମୋତେ ମେସେଜ କରୁଛ କର, କିଛି ବି ଅସୁବିଧା ନାହିଁ ହେଲା। ବାକି ତୁମେ ମାନେ ପଚାର, ଡାଉଟ୍ ତୁମର କ୍ଲିୟର କର ହେଲା। ଏବଂ ଆମର ଏକ୍ଜାମ୍ ପାଇଁ ଦେଖ ଆଜି ଆମର ହେଇଗଲା କେତେ, ଆଜି ଆମର ହେଇଗଲା 23 ତାରିଖ, ତ ଏଇ ମାସର ଆଉ 8 ଦିନ, ଆଉ ଗୋଟେ ମାସ 8 38 39 40 41 39 40 41, ତ ପାଖାପାଖି ତୁମର 40 ରୁ 45 ଡେଜ୍ ତୁମର ରହିଯାଇଛି। 3 ରୁ 12 ଭିତରେ କେବେ ଏକ୍ଜାମ୍ ଆମର ଡେଟ୍ ଆସିନି, ତେଣୁ ତୁମର ପାଖାପାଖି 45 ଡେଜ୍ ରହିଯାଇଛି। ତେଣୁ ତୁମେ ଆରାମସେ ପଢ଼ାପଢ଼ି କରିପାରିବ। ଏବଂ ଆମର ପାର୍ଟ ବି ଦେଖ, ବର୍ତ୍ତମାନ ଆମର ଏଇଟା ଥିଲା 38 ଥିଲା, ଏଇଟା ଆମର 38 ପାର୍ଟ ଅଲରେଡ଼ି କମ୍ପ୍ଲିଟ୍ ହେଇସାରିଛି ଏବଂ 4ଟି ସେଇ ପାର୍ଟ ଆମର କୋଶ୍ଚିନ୍ ଡିସ୍କସନ୍, ତ ଆମର 38ଟି ପାର୍ଟ ସରିଯାଇଛି ଏବଂ ଆଉ 30ଟା ବା 40ଟା ପାର୍ଟ ବି ତୁମକୁ ମୁଁ ସାରିଦେବି ରେଗୁଲାର କ୍ଲାସ୍ କରିକି। ବୁଝିଗଲା? ତ ତୁମର କର୍ତ୍ତବ୍ୟ ତୁମେ ଠିକ୍ସେ ପଢ଼, ଯାହା ଡାଉଟ୍ ହେଉଛି ମୋତେ ପଚାରି ପାରିବ ଏବଂ ଯିଏ ବି ଟେଲିଗ୍ରାମରେ ଜଏନ୍ ହେଇନା ଟେଲିଗ୍ରାମରେ ଜଏନ୍ ହେଇଯାଅ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ। ପୁଣି ଥରେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ମା ସମଲେଇ। ପୁଣି ଦେଖା ହେବା ଆଗାମୀ ଭିଡ଼ିଓରେ।